ଜୟ ଶ୍ରୀରାମ ଜୟ ହନୁମାନ ଆପଣମାନଙ୍କୁ ଏମକେଡି ନ୍ୟୁଜ କୁ ସ୍ୱାଗତ ଜଣାଉଛି। ଆଜି ହେଉଛି 19 ଜୁଲାଇ ଶନିବାର। ଆଜିର କିଛି ଟପ୍ ନ୍ୟୁଜ ଅପଡେଟ ବିଷୟରେ ଜାଣିବା। ମୋ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ। ଆସନ୍ତୁ ଆଜିର କିଛି ନ୍ୟୁଜ ଅପଡେଟ ବିଷୟରେ ଜାଣିବା। ବ୍ରିଟେନରେ 16 ବର୍ଷରୁ ଆରମ୍ଭ ହେବ ଭୋଟ ଅଧିକାର। ବ୍ରିଟେନ ସରକାର ନୂଆ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ 16 ଏବଂ 17 ବର୍ଷୀୟ ଯୁବମାନେ ମଧ୍ୟ ସାଧାରଣ ନିର୍ବାଚନରେ ଭୋଟ ଦେଇପାରିବେ। ଏହି ପଦକ୍ଷେପ ଯୁବମାନଙ୍କୁ ଗଣତନ୍ତ୍ରରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଓ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି। ଏହା ସହିତ ବିଶ୍ୱରେ ଭିନ୍ନ ଦେଶରେ ଭିନ୍ନ ଭୋଟ ବୟସ ଥିବା ବିଷୟ ମଧ୍ୟ ଆଲୋଚନାରେ ଆସିଛି। ବିଶ୍ୱବିଦ୍ୟାଳୟରେ 181 ହେଲ୍ପଲାଇନ୍ ଏବଂ POSH ଆଇନ ପାଳନ ନିର୍ଦ୍ଦେଶ। ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମହିଳା ସହାୟତା ନମ୍ବର 181 ପ୍ରଦର୍ଶନ କରିବା ନିର୍ଦ୍ଦେଶ ଜାରି କରିଛି। ସେଥିପାଇଁ କ୍ୟାମ୍ପସରେ POSH ଆଇନ 2013 ପାଳନ, ସଚେତନତା କର୍ମଶାଳା ଆୟୋଜନ ଓ ଶପଥ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ସମସ୍ତ ବିବରଣୀ 3 ଦିନ ମଧ୍ୟରେ ବିଭାଗକୁ ଦେବା ନିର୍ଦ୍ଦେଶ ମିଳିଛି। ଜାପାନର ନୂଆ କୃତ୍ରିମ ରକ୍ତ ଉଦ୍ଭାବନ ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ଆଣିପାରେ ବିପ୍ଳବ। ଜାପାନୀ ବୈଜ୍ଞାନିକମାନେ ଏକ ସାର୍ବଜନୀନ ଏବଂ ଭାଇରସ ମୁକ୍ତ କୃତ୍ରିମ ରକ୍ତ ବିକାଶ କରିଛନ୍ତି, ଯାହା ରକ୍ତ ଗୋଷ୍ଠୀ ମେଳ ଆବଶ୍ୟକ କରେ ନାହିଁ। ହିମୋଗ୍ଲୋବିନ୍ ଭେସିକଲ୍ସ ଉପରେ ଆଧାରିତ ଏହାର ସେଲ୍ଫ ଲାଇଫ୍ 2 ବର୍ଷ ଅଛି। ବର୍ତ୍ତମାନ କ୍ଲିନିକାଲ ପରୀକ୍ଷା ଚାଲିଛି ଏବଂ 2030 ପର୍ଯ୍ୟନ୍ତ ଏହି ରକ୍ତ ବ୍ୟବହାରରେ ଆସିପାରିବ। ପଞ୍ଜାବରେ ଭିକ୍ଷା କରୁଥିବା ପିଲାଙ୍କୁ ନେଇ DNA ଯାଞ୍ଚ ନିଷ୍ପତ୍ତି। ପଞ୍ଜାବ ସରକାର ଭିକ୍ଷା ବୃତ୍ତିରେ ଲିପ୍ତ ପିଲାମାନେ ବା ତାଙ୍କ ସହିତ ଥିବା ବୟସ୍କମାନଙ୍କ DNA ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପ ଦ୍ୱାରା ପ୍ରମାଣିତ ହେବ ଯେ ସେମାନେ ସେହି ପିଲାଙ୍କର ଜୈବିକ ପିତାମାତା କି ନୁହେଁ। ଏହାଦ୍ୱାରା ଶିଶୁ ଚାଲାଣ ଓ ଶୋଷଣ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। କାଉଡ଼ିଆଙ୍କୁ ଦୁର୍ଘଟଣାରୁ ବଞ୍ଚାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣ STA ର ନୂଆ ଦିଗ ନିର୍ଦ୍ଦେଶ। ଶ୍ରାବଣ ମାସରେ ପଦଯାତ୍ରାରେ ଥିବା କାଉଡ଼ିଆଙ୍କ ସୁରକ୍ଷା ପାଇଁ STA ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ରାତି ବେଳେ ଦୃଶ୍ୟମାନ ହେବା ପାଇଁ ବାହୁଙ୍ଗିରେ ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇବା ପରାମର୍ଶ ଦିଆଯାଇଛି, ଯାହା ଆଲୋକ ଲାଗିଲେ ଚମକି ଯାତ୍ରୀଙ୍କୁ ଚିହ୍ନଟ କରିପାରିବ। ଏହାର ଉଦ୍ଦେଶ୍ୟ ହେଉଛି ଦୁର୍ଘଟଣା କମାଇବା। ଭାରତ UK ମଧ୍ୟରେ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ଅର୍ଥାତ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆର୍ଥିକ ସହଯୋଗକୁ ନୂଆ ଗତି। ଭାରତ ଏବଂ UK ଆସନ୍ତା ସପ୍ତାହରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛନ୍ତି। ଏହି ଚୁକ୍ତି 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $120 ବିଲିୟନ କରିବା ଲକ୍ଷ୍ୟ ନେଇଛି। ଏହା ଶୁଳ୍କ କମାଇବା, ବ୍ୟବସାୟ ବଢ଼ାଇବା ଏବଂ ବୃତ୍ତିଗତ ଗତିଶୀଳତାକୁ ସହଜ କରିବା। ଭାରତୀୟ ସେନା ପାଇଁ 2030 ମଧ୍ୟରେ 6 ଲକ୍ଷ AK-203 ରାଇଫଲ ଯୋଗାଣର ଲକ୍ଷ୍ୟ। ଇଣ୍ଡୋ ରୁଷିଆନ୍ ରିଫିଲ୍ସ ପ୍ରାଇଭେଟ ଲିମିଟେଡ୍, ଯାହା ଭାରତରେ AK-203 ରାଇଫଲ ତିଆରି କରୁଛି, ଦାବି କରିଛି ଯେ ସେମାନେ 2030 ସୁଦ୍ଧା ଭାରତୀୟ ସେନାକୁ 6 ଲକ୍ଷ ରାଇଫଲ ଯୋଗାଇବେ। ଏହି ପଦକ୍ଷେପ ସ୍ୱଦେଶୀ ରକ୍ଷା ଉଦ୍ୟମକୁ ଶକ୍ତିଶାଳୀ କରିବ। 7 ରଙ୍ଗର କାହାଣୀ ଓଡ଼ିଆ ଚଳଚ୍ଚିତ୍ର ଇନ୍ଦ୍ରଧନୁ ରିଲିଜ। ନୂଆ ଓଡ଼ିଆ ଫିଲ୍ମ ଇନ୍ଦ୍ରଧନୁ ଫ୍ରାଇଡେ ରିଲିଜରେ ରାଜ୍ୟର 12ଟି ହଲ୍ରେ ପ୍ରଦର୍ଶିତ ହୋଇଛି। ମହାରାଷ୍ଟ୍ର ସରକାର ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ କୁକୁଡ଼ା ପାଳନକୁ ଏବେ ଆଧିକାରିକ ଭାବେ କୃଷି କାର୍ଯ୍ୟ ଭାବରେ ସ୍ୱୀକୃତି ଦେଇଛି। ନରୱେର ପ୍ରସିଦ୍ଧ ଅଲିମ୍ପିକ ପଦକ ବିଜେତା ଅଡୁନ୍ ଗ୍ରେନଭୋଲ୍ଡ ବଜ୍ରପାତ ଘଟଣାରେ ଦୁଃଖଦ ଭାବେ ପ୍ରାଣ ହରାଇଛନ୍ତି। ୟୁକ୍ରେନରେ ଏକ ମହତ୍ତ୍ୱପୂର୍ଣ୍ଣ ଅଦଳ ବଦଳରେ ୟୁଲିଆ ସ୍ୱିରିଡେନ୍କୋଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସେ ଘୋଷଣା କରିଛନ୍ତି ଯେ ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଅସ୍ତ୍ର ଉତ୍ପାଦନ ବଢ଼ାଇବା ଓ ଅର୍ଥନୈତିକ ସୁଦୃଢ଼ତାକୁ ସୁନିଶ୍ଚିତ କରିବା। ଏହି ପଦକ୍ଷେପ ଦେଶର ରକ୍ଷା ଓ ପୁନଃନିର୍ମାଣ ପ୍ରକ୍ରିୟାକୁ ଗତି ଦେବ। 18ରୁ 21 ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଜପତି, ମୟୂରଭଞ୍ଜ, ଗଞ୍ଜାମ ଓ କେନ୍ଦୁଝର ଭଳି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଗୁରୁବାର ଚାନ୍ଦବାଲିରେ 12.2 ମିଲିମିଟର, ନୂଆପଡ଼ାରେ 11.4
ଓ ରାଉରକେଲାରେ 3.4 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ମସଜିଦ ବସ୍ତିରେ ଗୁରୁବାର ରାତି ଜଣେ ଯୁବକ ବାଇକ୍ ଚୋରି ଦେଖି ପ୍ରତିବାଦ କରିଥିବାରୁ ଦୁର୍ବୃତ୍ତମାନେ ପ୍ରଥମେ ଛୁରୀରେ ଆକ୍ରମଣ କରି ପରେ ଏକ ବଡ଼ ପଥର ମାରି ତାଙ୍କୁ ହତ୍ୟା କରିଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମହାନଦୀ ଜଳ ବିବାଦରେ ଆପୋଷ ଉଦ୍ୟମ, ଅଗଷ୍ଟ 2ରେ ଶୁଣାଣି। ମହାନଦୀ ଜଳ ବିବାଦର ଆପୋଷ ନିମନ୍ତେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଟ୍ରିବ୍ୟୁନାଲ ଅଗଷ୍ଟ 2 ପର୍ଯ୍ୟନ୍ତ ମାମଲା ସ୍ଥଗିତ କରିଛି। ଆଲୋଚନା ବିଫଳ ହେଲେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ଉଦ୍ୟମ ନୂତନ ବିଜେପି ସରକାର ଦ୍ୱାରା ଆରମ୍ଭ ହୋଇଛି। ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା, ଏସ୍ଆଇଟି ଗଠନ ପାଇଁ ହାଇକୋର୍ଟର ମାମଲା। ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମାହୁତି ଘଟଣା ଉପରେ ଏସ୍ଆଇଟି ଗଠନ ଓ ହାଇକୋର୍ଟ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ ଛାତ୍ରୀ ନିର୍ଯାତନାର ଶିକାର ଥିଲେ। ଅଦାଲତ ସମ୍ପୂର୍ଣ୍ଣ ଘଟଣା ଉପରେ ନିରପେକ୍ଷ ତଦନ୍ତ ଦିଆଯିବ ବୋଲି ଅନୁରୋଧ କରାଯାଇଛି। ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଓଡ଼ିଶା କଂଗ୍ରେସ ମହିଳା ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ମହିଳା ଅଭିଯୋଗ ପ୍ରକୋଷ୍ଠ ଏବଂ ସୁରକ୍ଷା ଆପ୍ ଲଞ୍ଚ କରିବା ଘୋଷଣା କରିଛି। ଏହି ଆପ୍ ମାଧ୍ୟମରେ ମହିଳାମାନେ ଅଭିଯୋଗ ଦାଖଲ କରିପାରିବେ। 24 ଜୁଲାଇରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯିବ ଓ 2 ମିନିଟ୍ ନୀରବତା ରଖାଯିବ। ଏନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ଓଡ଼ିଶା ଅବକାରୀ ବିଭାଗ ଆଠଗଡ଼ ଓ ଢେଙ୍କାନାଳରେ ଅଭିଯାନ ଚଳାଇ 77 ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ଜବତ କରିଛି। ଏଥିରେ 4 ଜଣଙ୍କୁ ଗିରଫ କରାଯାଇଛି। ଏକ ଗୁପ୍ତ ମଦ କାରଖାନା ଧରାପଡ଼ିଛି, ଯେଉଁଠାରେ 6,300 ଲିଟର ଅବୈଧ ମଦ ଥିଲା। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳରେ ମୌସୁମୀ ବର୍ଷା ଓ ପ୍ରଳୟ ପରିସ୍ଥିତି ଫଳରେ ପନିପରିବା ମୂଲ୍ୟ 100 ଟଙ୍କା ପ୍ରତି କିଲୋକୁ ଉଠିଛି। ଟମାଟୋ ବ୍ୟତୀତ ସବୁଜ ପନିପରିବାର ଦାମ ଭୟଙ୍କର ଭାବେ ବୃଦ୍ଧି ହୋଇଛି। ବିକ୍ରେତା ଓ ଗ୍ରାହକମାନେ ଫସଲ ନଷ୍ଟ ଏବଂ ଉଚ୍ଚ ହୋଲସେଲ ଦାମକୁ ଦାୟୀ କରିଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅଭୁଜମାଡ଼ ଅଞ୍ଚଳରେ ଆଣ୍ଟି ନକ୍ସଲ ଅପରେସନରେ 6 ମାଓବାଦୀ ନିହତ, ବିପୁଳ ଅସ୍ତ୍ର ଓ ବିସ୍ଫୋରକ ଜବତ। ପାଗ ଅନୁକୂଳ ହେବା ପରେ ଅମରନାଥ ଯାତ୍ରା ପୁଣି ଆରମ୍ଭ। 5,110 ତୀର୍ଥଯାତ୍ରୀଙ୍କୁ ଦର୍ଶନ ଅନୁମତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି। ଛାତ୍ରୀ ଅସଦାଚରଣ ପରେ ଜିଏମ୍ ବିଶ୍ୱବିଦ୍ୟାଳୟରେ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ଖରିଫ ଫସଲ ପାଇଁ ସାର ଯୋଗାଣ ବୃଦ୍ଧି 7.94 ଲକ୍ଷ ମେଟ୍ରିକ ଟନ୍। 25ଟି ବେଆଇନ ଡିଲର୍ସଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ। ମିଶନ ଲାଇଫ ଏବେ ସ୍କୁଲ ପାଠ୍ୟକ୍ରମର ଅଂଶ। ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା ଓ ପରିବେଶ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହୋଇଛି। 30 କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହି ଉଦ୍ୟମରେ ସାମିଲ ହେବେ। ପିଲାମାନଙ୍କ ମଧ୍ୟରେ ସ୍ଥାୟୀ ଜୀବନଶୈଳୀ ଓ ପରିବେଶ ଅନୁକୂଳ ବ୍ୟବହାର ବିକାଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା। ଅନ୍ତର୍ଜାତୀୟ ବଜାରରେ ଦାମ ହ୍ରାସ ହେଲେ ଭାରତରେ ତେଲ ଦର କମିପାରେ। 2-3 ମାସରେ ଶସ୍ତା ହେବ ବୋଲି ତୈଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ସୁନା ହେବ ଶସ୍ତା, ରୂପା ହେବ ମହଙ୍ଗା। ସିଟି ଗ୍ରୁପର ଆନ୍ତର୍ଜାତୀୟ ଆକଳନ। ଆନ୍ତର୍ଜାତୀୟ ସଂସ୍ଥା ସିଟି ଗ୍ରୁପ ଅନୁସାରେ ରୂପା ଦାମ ବଢ଼ିବାର ସମ୍ଭାବନା ଅଛି ଏବଂ ସୁନା ଦାମ ଶସ୍ତା ହେବ। ଯୋଗାଣ କମ୍ ଓ ଚାହିଦା ବଢ଼ିଥିବାରୁ ଆଗାମୀ 6ରୁ 12 ମାସରେ ରୂପା ଦାମ $43 ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ସୁନା ଦାମ ଏବେ ବଢ଼ିଲେ ମଧ୍ୟ ଆସନ୍ତା ଦିନରେ ଏହା $3,000 ତଳକୁ ଖସିପାରେ ବୋଲି ଅନୁମାନ। ଆସନ୍ତୁ ଜାଣିବା ଆଜିର ସୁନାର ଦାମ। 24 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି 69,380 ଥିବା ବେଳେ 22 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି 91,100 ଟଙ୍କା ଅଛି। ଆଜିର ନ୍ୟୁଜ୍ ଅପଡେଟଟି ଆପଣମାନଙ୍କୁ ଇନଫର୍ମେଟିଭ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ ଏବଂ ଲାଇକ୍, ସେୟାର ଏଣ୍ଡ କମେଣ୍ଟ କରନ୍ତୁ। ଜୟ ଶ୍ରୀରାମ, ଜୟ ହନୁମାନ।